ସୁନ୍ଦରଗଡ଼ ରତ୍ନରେ ସମ୍ମାନିତ ହେଲେ ଶ୍ରୀ ଜୀବନ ସିଂ ମୁଣ୍ଡା। ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ ତାର ପ୍ରଥମ IHRC ସୁନ୍ଦରଗଡ଼ ସେବାରତ୍ନ ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଶାରଦା ପ୍ରସାଦ ନାୟକ, କିନ୍ନର ଆସୋସିଏସନ ଓଡ଼ିଶା ଭାଇସ୍ ପ୍ରେସିଡେଣ୍ଟ ଜୟା ତ୍ରିପାଠୀ, ୱେଷ୍ଟର୍ଣ୍ଣ ଜୋନ୍ IHRC ପ୍ରେସିଡେଣ୍ଟ ଶ୍ରୀ ବାସୁଦେବ ଦାସ ଓ ସ୍ପେଶିଆଲ ଜେଲ୍ ସୁପରିଟେଣ୍ଡେଣ୍ଟ ଶ୍ରୀ ଜୀବନ ସିଂ ମୁଣ୍ଡା ସାର୍ ଉପସ୍ଥିତ ଥିଲେ। ପ୍ରାୟ 50 ଜଣ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ସୁନ୍ଦରଗଡ଼ ସେବାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତତ୍ସଙ୍ଗେ ସଙ୍ଗେ ପ୍ରାୟ ରାଉରକେଲାର ପାଖାପାଖି 30ଟି ଫାଉଣ୍ଡେସନକୁ ଉତ୍କର୍ଷ କାର୍ଯ୍ୟକୁ ସମ୍ମାନ ଜଣାଇ IHRC ସୁନ୍ଦରଗଡ଼ ସେବାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। IHRC ସୁନ୍ଦରଗଡ଼ ପ୍ରେସିଡେଣ୍ଟ କାର୍ତ୍ତିକ ରାଉତ ଭିନ୍ନକ୍ଷମ କିଛି ନିଃସହାୟ ବ୍ୟକ୍ତିଙ୍କୁ ପ୍ରାୟ 5ଟି ହ୍ୱିଲ ଚେୟାର ବଣ୍ଟନ କରିଥିଲେ। ଏହି ସେବା ପାଇଁ ବୁଦ୍ଧିଜୀବୀ ମହଲରେ କାର୍ତ୍ତିକ ରାଉତଙ୍କ ବିଷୟରେ ବିଶେଷ ଆଲୋଚନା ହୋଇଥିଲା ଏବଂ IHRC ସୁନ୍ଦରଗଡ଼ ରତ୍ନ ସମ୍ମାନ ଶ୍ରୀ ଜୀବନ ସିଂ ମୁଣ୍ଡାଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯାଇଛି। ଏହି ଉତ୍ସବଟିକୁ ପରିଚାଳନା କରିଥିଲେ ସମାଜସେବୀ ରକ୍ତବୀର ଶ୍ରୀ ବିଜୟାନନ୍ଦ ସୁନ୍ଦରାୟ। ଶେଷରେ ଶ୍ରୀ କାର୍ତ୍ତିକ ରାଉତ ତାଙ୍କ ମନ୍ତବ୍ୟରେ କହିଛନ୍ତି, ଆଗକୁ ଏପରି ସେବା ଜାରି ରହିବ। ପ୍ରଶାସନର ସହାୟତାରେ ସମସ୍ତ କାର୍ଯ୍ୟ ସମାଧାନ କରାଯିବ।